ପୁଣି ଦେଖିବା ସେ ଗଛର ପଞ୍ଚମ ପଦ। ତାଳ ଗଛ ଲଗାଇଥିବୁ ବିଜୁଳିକି ତୁ ଜିଣି ଯିବୁ। ତାଳ ଗଛ ଲଗାଇଥିବୁ ବିଜୁଳିକି ତୁ ଜିଣି ଯିବୁ। ଘଡ଼ଘଡ଼ି ଯେତେବେଳେ ତ ମାରିବ, ଘଡ଼ଘଡ଼ି ଯେତେବେଳେ ତ ମାରିବ, ତାଳ ଗଛ ତାକୁ ଭିଡ଼ି ନେବରେ। ଗଛ ଲଗାରେ। ରାମଚନ୍ଦ୍ର ରାଜା ଯେ ଥିଲେ ପିତୃ ସତ୍ୟ ସେ ପାଳିଥିଲେ। ରାମଚନ୍ଦ୍ର ରାଜା ଯେ ଥିଲେ ପିତୃ ସତ୍ୟ ସେ ପାଳିଥିଲେ। 14 ବରଷ ବଣରେ ରହିଲେ, 14 ବରଷ ବଣରେ ରହିଲେ। କିଛି ଚିନ୍ତା ସେହି କରିନଥିଲେ, ବୃକ୍ଷ ଲଗାରେ। ପାଣ୍ଡବମାନେ ପୁଣି ଥିଲେ ଅଜ୍ଞାତ ବନବାସେ ଗଲେ। ପାଣ୍ଡବମାନେ ପୁଣି ଥିଲେ ଅଜ୍ଞାତ ବନବାସେ ଗଲେ। ବଣରେ ରହୀଣ ଆନନ୍ଦ ମନରେ, ବଣରେ ରହୀଣ ଆନନ୍ଦ ମନରେ। ତାଙ୍କ ଦିନ ସେହି କାଟି ନଥିଲେ, ଗଛ ଲଗାରେ। ଯେଉଁ ଭାଇମାନେ ମୋହର ଗଛକୁ କରନ୍ତି ଆଦର, ଯେଉଁ ଭାଇମାନେ ମୋହର ଗଛକୁ କରନ୍ତି ଆଦର, ସେ ଭାଇମାନଙ୍କୁ କିସ ଦେବି ମୁହିଁ, ସେ ଭାଇମାନଙ୍କୁ କିସ ଦେବି ମୁହିଁ। ଦୂରରେ ଥାଇଣ କୋଟି ଜୁହାର, ଗଛ ଲଗାରେ। ତାଳସ ବିଷୟରେ ତାକୁ ମୁଁ ଗୀତ କରିଥିଲି। ତାଳସ ଘଡ଼ଘଡ଼ିକି କଣ୍ଟ୍ରୋଲ କରେ। ସମସ୍ତେ ସବୁ ଭାଇମାନେ ଯିଏ ଯେଉଁଠି ଅଛ ତାଳସ ଲଗାନି, ଘରକୁ ବିପଦ। ଆଥିଂ କଲେ ହେବନି, ଘରକୁ ବିପଦ। ତାଳସ ବଢ଼ିଆ ଗଛ। ରାମଚନ୍ଦ୍ର ରାଜା ଥିଲେ। ସେ ଜଙ୍ଗଲ ଥିବାରୁ, ସେତେବେଳେ ବଣ ଜଙ୍ଗଲ ଥିବାରୁ 14 ବର୍ଷ ବନରେ ରୋଷେଇ କରି ଖାଉଥିଲେ। ସେ ଗଛ ଫଳମୂଳ ସବୁ କନ୍ଦମୂଳ ସବୁ ପ୍ରକାର ଜିନିଷ ଯେତେ ଫଳ ଥିଲା ସବୁ ଖାଇକି ସେ ରହୁଥିଲେ। ଏଇନେ ଆମକୁ ଗୋଟେ ଫଳ ମିଳୁନି। ସେ 14 ବର୍ଷ ବନରେ ରହିକି ଦିନ ବିତେଇଥିଲେ। ପାଣ୍ଡବମାନେ ଅଜ୍ଞାତ ବନବାସ କରିଥିଲେ। ସେ ବି ସେଇ ବନରେ ରୋଷେଇ କରି ଖାଉନଥିଲେ। ସେ ବନ ଫଳମୂଳ ଖାଇକି ସେ ବି ଥିଲେ। ବନ ଥିଲା, ଏଇନା ବନ ସୃଷ୍ଟି ହେଉନି। ଯେଉଁ ଭାଇମାନେ ସବୁ ଗଛ ଲଗାଉଛନ୍ତି, ଯେଉଁ ଭାଇମାନେ ଓଡ଼ିଶା ସାରା ଭାରତ ସାରା ଗଛ ଲଗାଉଛନ୍ତି, ପରିବେଶବିତ୍ ବା ପରିବେଶକୁ ଭଲ ପାଆନ୍ତି, ବୃକ୍ଷକୁ ଭଲ ପାଆନ୍ତି, ସେମାନଙ୍କୁ ମୋର ଏଇଠି ଥାଇକରି ମୁଁ କୋଟି କୋଟି ଜୁହାର ହେଉଛି। କାହିଁକିନା ସେଇମାନଙ୍କ ସକାଶେ ହିଁ ସୃଷ୍ଟି ଅଛି, ଯେତିକି ଅଛି ସୃଷ୍ଟି ଅଛି। ଯଦି ଆମେ ବୃକ୍ଷ ନ ଲଗାଇବା, ଖାଲି ହାଣିବା, ହେବ କେମିତି? ହଁ, ଘର ପାଇଁ ଗଛ ଦରକାର ନିଶ୍ଚୟ। ପଟା ହେବ, କାଠ ହେବ, କବାଟ ହେବ, ଝରକା ହେବ, ସବୁ ହେବ ଦରକାର। କିନ୍ତୁ ହେଲେ ଆମେ ଲଗାଇଲେ, ଫେର କାଟିଲେ, ତାକୁ ଆଣିଲେ, ଫେର ଲଗାଇବା କଥା ନା। ଆଉ ନ ଲଗାଇବା, ପରିବେଶ ଯାହା ହେଉଛି ହେବ। କିଏ କ'ଣ କହିବା ରୋକିପାରିବ? ଆଜିକାଲି କଳିଯୁଗ କଲା ଯୁଗ, ଯାହା ଇଚ୍ଛା ଯିଏ ଯାହା କରୁଛି, କିଏ କାହାକୁ କହିବ? ତେଣୁକରି ବର୍ତ୍ତମାନ ଦେଖିବା ଶେଷ ପଦ ଗୀତ।